ଏଇଥିପାଇଁ ଆମେ କହୁ ପାକିସ୍ତାନକୁ ଗୋଟେ ମୂର୍ଖ କଣ୍ଟ୍ରି ଯେଉଁ ଥାଏ, ମୂର୍ଖ କଣ୍ଟ୍ରି ସେଇଟା ହେଲା ପାକିସ୍ତାନରୁ ଗୋଟେ। ଏ ତ ଇଣ୍ଡିଆ ଯେମିତି ହରେଇଲା ପାକିସ୍ତାନକୁ, ଆଙ୍କର ସବୁ ମାନେ ପୁରା ବାଉଳା ବୁଦ୍ଧି ଭ୍ରଷ୍ଟ ବାଉଳା ହେଇଯାଇଛନ୍ତି, ପୁରା ନକ୍ଆଉଟ୍ ହେଇଯାଇଛନ୍ତି। ଏବେ ତ ପୁରା ମ୍ୟାଚ୍ରୁ ବି ନକ୍ଆଉଟ୍ ହେଇଗଲେ। କାଲି ଗୋଟେ ସୋସିଆଲ ମିଡ଼ିଆରେ ଦେଖୁ ଦେଖୁ ନଜରଟା ପଡ଼ିଲା ଗୋଟେ କେଉଁ ପାକିସ୍ତାନ ମିଡ଼ିଆ ଚ୍ୟାନେଲ୍ ଗୋଟେ, ସେଠି 4-5 ଜଣ ଖଣ୍ଡେ ବସୁଛନ୍ତି, ତା ଦେହରେ କଥାବାର୍ତ୍ତା ହେଉଛନ୍ତି କ'ଣ ନା ଇଣ୍ଡିଆ କେମିତି ଜିତିଲା ନା ଏଇ ଯେଉଁ ତଳେ ଦେଖୁଛନ୍ତି ଏଇ ଯେଉଁ 22ଟା ଆମର କେଉଁଠି ପଣ୍ଡିତ ଯାଇଥିଲେ, ସେଠି ବସିଥିଲେ ପଣ୍ଡିତ ମାନେ ଆମର ବ୍ରାହ୍ମଣ ପୂଜକ, ସିଏ କେଉଁଠି ଯାଇକି ସେଠି ଷ୍ଟାଡିୟମରେ ବସିଥିଲେ। 7 ଜଣ ଖଣ୍ଡେ ତା ପୂର୍ବରୁ ଆସିଲେ, କ'ଣ ସବୁ ଗୁଣି ଫୁଣି କଲେ, ତାପରେ 22 ଜଣ ହେଲେ ମ୍ୟାଚ୍ ଦିନ କ'ଣ ସିଏ ତାଙ୍କର ସବୁ ଗୁଣି ଯାଦୁ ଫାଦୁ କଲେ, ସେ ସକାଶେ ଇଣ୍ଡିଆ ମ୍ୟାଚ୍ ଜିତିଲା, ନହେଲେ ହାରିଆ ସିଚୁଏସନ୍ ଥିଲା। ମାନେ ହାରି ତ ଯାଇଥାନ୍ତା, ଆଉ ଯଦି ବାବାଜୀ ମାନେ ନ ଯାଇଥାନ୍ତା, ପଣ୍ଡିତ ମାନେ ନ ଯାଇଥାନ୍ତେ, ତାହେଲେ ହାରି ଯାଇଥାନ୍ତେ। ଭାଇ ଯଦି ସେଗୁଡ଼ା କରିବାର ଥିଲା, ଆମେ ୱାର୍ଲଡ କପ୍ରେ କାହିଁ ଯାଇକି ହାରିଲୁ? ଆମେ ତ ଗୁଣି କରି ଜିତି ଯାଇଥାନ୍ତୁ, ହାରିଲୁ କାହିଁକି ତାହେଲେ? ତାହେଲେ ଏଇ ଆମ ଆତଙ୍କବାଦୀ ସବୁ ଗୁଣି ଫୁଣି କରି କାମ ସୁଝେଇ ଦେବ? ଏସବୁ ମୂର୍ଖ ମୂର୍ଖ ଏଗୁଡ଼ା ସବୁ।